ପାଟଣା ବ୍ଲକ ମୁଖ୍ୟାଳୟ ବଜାରରେ ଦୁର୍ଗାପୂଜା କମିଟି ତରଫରୁ ଶାରଦୀୟ ଦୁର୍ଗାପୂଜା ଧୁମଧାମରେ ଆରମ୍ଭ ହୋଇଛି। ପାଟଣା ଦୁର୍ଗାପୂଜା କମିଟି ଦ୍ୱାରା ଆୟୋଜିତ ଏହି ଶାରଦୀୟ ଦୁର୍ଗାପୂଜାରେ ଗତକାଲି ବିଲ୍ୱ ବରଣ ପରେ ଆଜି ମହାସପ୍ତମୀ ପୂଜା ଧୁମଧାମରେ ଆଧ୍ୟାତ୍ମିକ ପରିବେଶରେ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ମହାଅଷ୍ଟମୀ ଥିବାରୁ ମହିଳା ବ୍ରତଧାରୀଙ୍କ ଭିଡ଼କୁ ଆଖି ଆଗରେ ରଖି ଏଥିପ୍ରତି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ପୂଜା କାର୍ଯ୍ୟରେ କର୍ତ୍ତା ଭାବେ ଶସ୍ତ୍ରୀକ ପ୍ରଦୀପ ଦାସ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପୂଜକ ସର୍ବଶ୍ରୀ ବୃନ୍ଦାବନ ଷଡ଼ଙ୍ଗୀ, ଶ୍ଵେତଦେବ ମିଶ୍ର, ନନ୍ଦକିଶୋର ଦାସ ଓ ପଞ୍ଚାନନ ପଣ୍ଡା ପ୍ରମୁଖ ପୂଜାପାଠ ଓ ଚଣ୍ଡୀପାଠ କାର୍ଯ୍ୟ ସମ୍ପାଦନ କରିଛନ୍ତି। ପୂଜା କମିଟିର ସର୍ବଶ୍ରୀ ମାଧବାନନ୍ଦ ପୃଷ୍ଟି, ସହଦେବ ବେହେରା, ରଞ୍ଜିତ ଚକ୍ର, ଯୁଗଳ କିଶୋର ଦାସ, ବିବେକାନନ୍ଦ ଦାସ, କମଳାକାନ୍ତ ପଟ୍ଟ, ବିଭୁ ବେହେରା, ଅଜୟ ବେହେରା, ଶିବ ନାରାୟଣ ମିଶ୍ର, ସୁଦାମ ଡାକୁଆ, ଅଜୟ ଦାସ, ନୁନ୍ଦୁ ଭଞ୍ଜ ଓ ଯତୀନ୍ଦ୍ର ଦାସ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପୂଜା ପରିଚାଳନା କରାଯାଉଛି। ସୁନ୍ଦର ତୋରଣ ଓ ଆଲୋକ ସାଜସଜ୍ଜା ସମସ୍ତଙ୍କୁ ଆକର୍ଷିତ କରୁଛି। କେନ୍ଦୁଝର ଜିଲ୍ଲାରୁ ଦଶରଥ ବାରିକଙ୍କ ରିପୋର୍ଟ, ବ୍ଲାକ୍ ଟି ନ୍ୟୁଜ୍ ଓଡ଼ିଆ।